ଭାଉଜ ମୁଁ ମା ହଁ ଜସ୍ମିତା ହଁ ଭିତରକୁ ଆସ ତମେ ବସ ମୁଁ ତମ ପାଇଁ ଚା ପାଣି କଣ ନେଇକି ଆଉଛି। ଭାଉଜ ମା କୁଆଡେ ଗଲା କି? ତମେ ଛୁଆକୁ ଧରିକି ରୋଷେଇ କରୁଛ? ହଉ ଠିକ ଅଛି ଦିଅ ମତେ ଦିଅ। ଠିକ ଅଛି ଜସ୍ମିତା ତମେ ଛୁଆକୁ ଧରିକି ବସିଥାଅ ମୁଁ ତମ ପାଇଁ କଣ ଟିକେ ଖାଇବା ନେଇକି ଯାଉଛି। ନାଇଁ ଭାଉଜ ମତେ ଭୋକ ନାହିଁ ମୁଁ ଛୁଆକୁ ଧରିଛି ତମେ ଖାଇବା ବନେଇ ସାର ସାଙ୍ଗ ହେଇ ଖାଇବା। ବୋହୁ ରୋଷେଇ ସରିଗଲା ମୋ ପାଇଁ ଖାଇବା ବାଢିଲୁ। ଖାଇବା ଏପର୍ଯ୍ୟନ୍ତ କିଛି ବି ହେଇନି ମା। ଆଚ୍ଛା କହିଲୁ ତୁ କୁଆଡେ ଯାଇଥିଲୁ? ଆରେ ଝିଅ ତୁ କେତେବେଳେ ଆସିଲୁ? ମୁଁ 2 ଘଣ୍ଟା ହେଲାଣି ଆସିଲିଣି। ଭାଉଜ ଏପଟେ ଛୁଆ ଧରିକି କାମ କରୁଛନ୍ତି। ଆରେ ଗାଁରେ ଜାଣିନୁ ଘରେ ରହିଲା ବେଳକୁ ତ ଭାଉଜ ମୋ ସହିତ ସବୁବେଳେ ପାଟିତୁଣ୍ଡ କରୁଛି ଆଉ ଉଲ୍ଟା ଜବାବ ଦଉଛି ଯୋଉଥିପାଇଁ ମୁଁ ତ କାକି ଘରକୁ ପଳେଇ ଯାଉଛି ଆଉ ସେଠି 2-4 ମିନିଟ୍ ଲଡୁ ପଡି ଖେଳିକି ଆସିଲେ ଯାହା ଆଉ କିଛି ମାନେ ମନଟା ହେଲେ ଭଲ। ଆରେ ମା ତ ମନ ଭଲ କରିବା ପାଇଁ ତ ପାଖରେ ପରା ତ ନାତି ଅଛି ତୁ ନାତିକୁ ଧରିକି ଖେଳ ନା। ତା ମାନେ ତୁ କଣ କହୁଛୁ ସବୁ ଦୋଷ ମୋର? ସେ କଥା କହୁନି ମା ମୁଁ ତ ଏକଥା କହୁଛି କି ତୁ ଯଦି ଛୁଆକୁ ଧରିବୁ ତାହେଲେ ଭାଉଜ ଘରର ସବୁ କାମ ଖୁସି ଖୁସି କରିନେବେ ଆଉ ହଁ ତାଙ୍କୁ ଟିକେ ରେଷ୍ଟ ବି ମିଳିଯିବ। ଏମିତିରେ ମା ତୁ ତ ଜାଣିଛୁ ଗୋଟେ ଝିଅ ମା ହେଲା ପରେ ତାର ସବୁ କିଛିରେ ପରିବର୍ତ୍ତନ ଆସିଥାଏ। ନା ସେ ରାତିରେ ଠିକ ସେ ଶୋଇଥାଏ ନା ଦିନରେ ଶାନ୍ତିରେ ଖାଇପାରେ। ପରେ ପୁଣି ଘରର କାମ ଏପଟେ ଛୁଆ ଧନ୍ଦା ବୁଝିବା ତା ଭିତରେ ବି ତାକୁ କେହି ବି ସାହାଯ୍ୟ କରିବା ପାଇଁ ନଥିବେ ତାହେଲେ ସିଏ ତ ଚିଡଚିଡିଆ ହବ ନା ସିଏ ତ ସମସ୍ତଙ୍କ ଉପରେ ବିରକ୍ତ ହବ। ଆଉ ହଁ ସିଏ ବୋଲି ତମମାନଙ୍କୁ ରାନ୍ଧି ବାଢିକି ଖାଇବା ପାଇଁ ଦଉଛି ମୁଁ ହେଇଥିଲେ ଭଲସେ କଥା ହେବା ଦୂରର କଥା ତମମାନଙ୍କୁ ଖାଇବା ପାଇଁ ବି ଦେଇନଥାନ୍ତି। ମା ତମ 2 ଜଣଙ୍କ ପାଇଁ ମୁଁ ଖାଇବା ରେଡି କରିଦେଇଛି ତମେ 2 ଜଣ ହାତ ମୁହଁ ଧୋଇକି ଆସ ଖାଇବା ମୁଁ ଠିକ ଅଛି ବୋଉ ତୁ ଖାଇବା ପାଇଁ ଆମେ ଯାଉଛେ। ଆରେ ଝିଅ ଜାଣିଛୁ ଆଜି ନା ତୋ ଭାଉଜ ମୋ ସହିତ ଭଲରେ କଥା ହେଲା। ତୁ ଠିକ କହିଛୁ ଝିଅ ମୁଁ ଯଦି ଛୁଆକୁ ଧରିବି କିମ୍ବା ତୋ ଭାଉଜଙ୍କୁ କୌଣସି କାମରେ ସାହାଯ୍ୟ କରିବି ତାହେଲେ ସିଏ ମୋ ଉପରେ ବିରକ୍ତ ହବନି କି ମତେ ଉଲ୍ଟା ଜବାବ ବି ଦବନି ଆଉ ତାକୁ ବି ଟିକେ ରେଷ୍ଟ ମିଳିଯିବ। ହଉ ଦେଲୁ ମୋ ନାତିକୁ ଟିକେ ଦେଲୁ ମୋ କୂଳକୁ। ସତରେ ଏମିତି ନଣନ୍ଦ ସମସ୍ତଙ୍କ ଘରେ ରହିବା ଦରକାର ଯେ ଘର ଭାଙ୍ଗୁ ନଥିବ ବରଂ ଘର ଜଡୁଥିବ।